ସମୁଦ୍ର ତଟୀୟ ଜୈବ ବିବିଧତା ସୁରକ୍ଷା ପାଇଁ ଭାରତୀୟ ହର୍ସ କ୍ରାବ୍ କେନ୍ଦ୍ରିତ ଜାତୀୟ କର୍ମଶାଳା ଫକୀରମୋହନ ବିଶ୍ୱବିଦ୍ୟାଳୟରେ ହୋଇଛି ଶୁଭାରମ୍ଭ। ସମୁଦ୍ର ତଟୀୟ ଜୈବ ବିବିଧତା ସୁରକ୍ଷା ପାଇଁ ପରିସ୍ଥିତି ତତ୍ତ୍ୱ ଓ ଜିନ୍ଗତ ପଦ୍ଧତି ସହ ଭାରତୀୟ ହର୍ସ କ୍ରାବ୍ ସମ୍ପର୍କୀୟ ସ୍ୱତନ୍ତ୍ର ଆଲୋଚନାକୁ ନେଇ ଏକ 5 ଦିନିଆ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି କର୍ମଶାଳା 19ରୁ 23 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାକୁ ଭାରତୀୟ ହର୍ସ କ୍ରାବ୍ ଗବେଷଣା ଓ ସୁରକ୍ଷା କେନ୍ଦ୍ର ମାନବ ସମ୍ପଦ ବିକାଶ କେନ୍ଦ୍ର ପକ୍ଷରୁ ସଂଯୁକ୍ତ ଭାବେ ଆୟୋଜିତ କରାଯାଇଛି ଓ ଜୀବବିଜ୍ଞାନ ବିଭାଗ ଜୀବବିଜ୍ଞାନ ଏବଂ ବାୟୋ ପ୍ରୌଦ୍ୟୋଗିକି ବିଭାଗର ସହଭାଗିତା ସହ ଏହା ଆରମ୍ଭ ହୋଇଛି। ଉଦ୍ଘାଟନକ ସଭାରେ କୁଳପତି ପ୍ରଫେସର ତ୍ରିପାଠୀ କହିଥିଲେ, ସମୁଦ୍ର ତଟୀୟ ପରିସ୍ଥିତି ତତ୍ତ୍ୱ ଓ ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷାକାରୀ ଗବେଷଣାରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ସଦା ଉତ୍ସାହିତ ଓ ଗତିଶୀଳ।